ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏହି ଦିନ ଖାତାକୁ ଆସିବ ସୁଭଦ୍ରାର ଦ୍ୱିତୀୟ କିସ୍ତି। ସାଧାରଣତନ୍ତ୍ର ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କଟକସ୍ଥିତ ବିଡ଼ାନାସୀରେ ପତାକା ଉତ୍ତୋଳନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ 8ରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ମିଳିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା 80 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇ ସାରିଲାଣି। ଏଥିରୁ କେହି ବାଦ୍ ପଡ଼ିବେ ନାହିଁ। ସର୍ଭେ ଚାଲିଛି। ଯୋଗ୍ୟ ହିତାଧିକାରୀଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ। ପରବର୍ତ୍ତୀ ଖବର। କର୍ମଚାରୀଙ୍କ ପାଇଁ ବଡ଼ ଖବର। ଡିଏ କାଲକୁଲେସନରେ ବଡ଼ ପରିବର୍ତ୍ତନ। ଡିଏ ହାଇକକୁ ନେଇ ଆସିଲା ବଡ଼ ଅପଡେଟ୍। ସରକାର ନେବେ ବଡ଼ ନିଷ୍ପତ୍ତି, ପଡ଼ିବ ବଡ଼ ପ୍ରଭାବ। ମହଙ୍ଗା ଭତ୍ତା ଡିଏକୁ ନେଇ କେନ୍ଦ୍ର ସରକାର କର୍ମଚାରୀମାନେ ଅତ୍ୟନ୍ତ ଅସନ୍ତୁଷ୍ଟ। ଫେଡେରେସନ ବର୍ତ୍ତମାନ ସେମାନଙ୍କୁ ଦିଆଯାଇଥିବା ଡିଏର ଗଣନା ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ସଂଘ ଏହି ବିଷୟରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଛନ୍ତି। ସେହି ଚିଠିରେ କେନ୍ଦ୍ର ସରକାର ସମ୍ପାଦକ ଏସ୍ ଯାଦବ ପରାମର୍ଶ ଦେଇଛନ୍ତି ଯେ ସାମ୍ପ୍ରତିକ ବ୍ୟବସ୍ଥାରେ ଥିବା କେତେକ ତ୍ରୁଟି ସଂଶୋଧନ କରାଯାଉ। ବିଶେଷ କରି ସରକାରୀ କ୍ଷେତ୍ରରେ କର୍ମଚାରୀଙ୍କ ତୁଳନାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅସୁବିଧା ବିଷୟରେ ଦର୍ଶାଯାଇଛି। ବର୍ତ୍ତମାନ କର୍ମଚାରୀ ଫେଡେରେସନ ସରକାରଙ୍କ ନିକଟରେ କିଛି ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ସର୍ବପ୍ରଥମେ ପ୍ରତି ମାସରେ ଡିଏ ସଂଶୋଧନ କରାଯିବା ଉଚିତ। ବର୍ତ୍ତମାନ ଏହାକୁ ପ୍ରତି 6 ମାସରେ ପରିବର୍ତ୍ତନ କରାଯାଉଛି। ଯଦି ପ୍ରତି ମାସରେ ସଂଶୋଧନ କରାଯାଏ, ମୂଲ୍ୟ ବୃଦ୍ଧି ହେବା ମାତ୍ରେ କର୍ମଚାରୀଙ୍କୁ ଏହି ଅନୁଯାୟୀ ଦରମା ଦିଆଯିବ। କର୍ମଚାରୀ ସଂଘ କହିଛି ଯେ ଏହା ସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସହିତ ସମାନ।